ଉଚ୍ଚକୋଟୀର ପ୍ରବନ୍ଧଗୁଡ଼ିକ ସ୍ଥାନିତ ହୋଇଛି ଯେଉଁଗୁଡ଼ାକ ଅନର୍ସ ଏବଂ ପିଜି ପିଲାଙ୍କ ପାଇଁ ସାହାଯ୍ୟ କରିପାରିବ ଏବଂ ଓଡ଼ିଆ ଅଧ୍ୟାପକମାନଙ୍କ ରେଫରେନ୍ସର କାର୍ଯ୍ୟ ଆସିବ ଏବଂ ଆମର ନିର୍ମଳ ସାହିତ୍ୟ ପତ୍ରିକାର ଭବିଷ୍ୟତ ଏଇଥିପାଇଁ ଉଜ୍ଜଳ କରୁଛି ଯେ ଗତ ବର୍ଷ ଯେଉଁ 40-42 ଜଣ କବି ପ୍ରାବନ୍ଧିକ ଆଉ ଗାଳ୍ପିକ ଲେଖାଯାଇଥିଲେ ଏ ବର୍ଷ ତାହା 70କୁ ବୃଦ୍ଧି ପାଇଛି ଏବଂ ଉଚ୍ଚକୋଟୀର ଲେଖାଗୁଡ଼ିକ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଆମେ ଚେଷ୍ଟା କରିଛୁ ଆକୁ ସରସ ସୁନ୍ଦର ଏବଂ ରୀତିମତ କରିବା ପାଇଁ। ଏଥିରେ ଯୁବପିଢ଼ିମାନଙ୍କ ପାଇଁ ଯେଉଁ ବାର୍ତ୍ତା ଯାଇଛି ଉଚ୍ଚକୋଟୀର ଗଳ୍ପ କେମିତି ଲେଖି ହେବ, ଉଚ୍ଚକୋଟୀର ପ୍ରାବନ୍ଧିକ କେମିତି ଲେଖି ହେବ, ପ୍ରବନ୍ଧ କେମିତି ଲେଖି ହେବ ଏବଂ ସେ ପ୍ରବନ୍ଧଗୁଡ଼ିକ ତାଙ୍କ ପାଠପଢ଼ାରେ କେମିତି ସାହାଯ୍ୟ କରିବ ସେଥିପାଇଁ ପ୍ରବନ୍ଧଗୁଡ଼ିକ ସ୍ଥାନିତ କରାଯାଇଛି।